आउ फेरिबेनी उत्तम महांती। दीर्घ 20 दिन काल हस्पिटाल मृत्यु सह संग्राम करी शेषरे आम समस्तଙ୍କ ଠାରୁ ଚିର ବିଦାୟ ନେଇଛନ୍ତି उत्तम। ତାଙ୍କ ପରଲୋକରେ ଅଲିଉଡରେ ଏକ ଯୁଗର ଅବସାନ ଘଟିଲା ବୋଲି କୁହାଯାଉଛି। ଦର୍ଶକ ବନ୍ଧୁ, ଆପଣ उत्तम ମହାନ୍ତିଙ୍କୁ ଖୁବ୍ ଭଲ ଭାବରେ ଜାଣନ୍ତି। ତାଙ୍କ ପୁଅ ବାବୁସାନ ମହାନ୍ତିଙ୍କୁ ଆହୁରି ଭଲ ଭାବରେ ଜାଣନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ଦିଲ୍ଲୀରେ उत्तम ମହାନ୍ତିଙ୍କର ମୃତ୍ୟୁ ହୋଇଛି। ଆଉ ଦିଲ୍ଲୀରୁ ବର୍ତ୍ତମାନ ତାଙ୍କୁ ଭୁବନେଶ୍ୱର ଆଣିବାକୁ ପୁରା ପ୍ରସ୍ତୁତି ଆରମ୍ଭ କରିଛନ୍ତି ବାବୁସାନ ମହାନ୍ତି। ଦର୍ଶକ ବନ୍ଧୁ, ଏଠି କହି ରଖିବା ପାଇଁ ଚାହିଁବୁ, ଗତ 6 ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ 8 ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ଆଉ ସେଠାରେ ତାଙ୍କର ଲିଭର ସିରୋସିସ୍ ସହ ନିମୋନିଆର ଚିକିତ୍ସା ଚାଲିଥିଲା। ସାରା ରାଜ୍ୟରେ ଶହ ଶହ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା କରିଥିଲେ। ତେବେ 20 ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଗଲେ ଉତ୍ତମ। ଚିର ବିଦାୟ ନେଇଛନ୍ତି उत्तम ମହାନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି ତାଙ୍କ ପରଲୋକରେ ଅଲିଉଡରେ ଏକ ଯୁବର ଅବସାନ ଘଟିଛି। ଆଉ ଏପଟେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। କହି ରଖିବା ପାଇଁ ଚାହିଁବୁ, ଡିସେମ୍ବର 23 ତାରିଖ 1958 ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ उत्तम। ପ୍ରଥମରୁ ଅଭିନେତା ହେବାର ଲକ୍ଷ୍ୟ ତାଙ୍କୁ ଏତେ ବାଟକୁ ଆଣିଯାଇଥିଲା। ଆଉ ସବୁଠାରୁ ବଡ଼ କଥା ହେଉଛି, ଯେତେବେଳେ उत्तम ସବୁଦିନ ପାଇଁ ଶୋଇପଡ଼ିଛନ୍ତି ସେତେବେଳେ ସମସ୍ତେ କହୁଛନ୍ତି ଦଣ୍ଡା ବାଳୁଙ୍ଗା ଶୋଇପଡ଼ିଛି। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଭାସ୍କର।